ତା ଅଭିଶାପ ଟା ମୋ ଉପରେ ପଡିଗଲା ଲା। କାହା ଅଭିଶାପ? ଏ ମଜା ତା ଗାଈ ବାହାରୁ ଗୁହାଳୁ ଗୋବର ଆଣିଥିଲି ନା, ଆମ ଗାଈଟା ଟିକେ ପାଣିଆ ହଗେ, ତା ଗାଈ ଟିକେ କାଠୁଆ ହଗେ। ମୁଁ ଘର ଲିପିମି ବୋଲି ଘିନି ଆସିଲି ତା ଗାଈ ବାହାରୁ, ସେ ଘରେ ଥିଲାନି ଗ୍ରୁପ କୁ ଯାଇଲା। ମୁଁ ଗଡ଼ି ଘିନି ଆସିବି ତା ଗାଈ ହଗି ଦେଇଥିବ ଜାଣିପାରିବନି। ତା ଗାଈଟା ବି ବାଦୁଆ, ତା ମାଲିକ ମତେ ଗାଳି ଦବ ବୋଲି ଏମିତି 2-3 ଥର ହଗେ, ତାର ସେଦିନ ହଗିନି। ସିଏ ଆସିଲା ସେବେଳକୁ ସନ୍ଧ୍ୟା ବେଳକୁ ଜାଣିଛି ମୁଁ ନେଇଛି ବୋଲି, ସେ ମତେ ଲଗେଇକି ଗାଳି ଦେଲା ଯେ ମୋ ଗୋବର ନେଇଛି ଗୁହାଳରୁ, ତା ଚୁଟି ପାଚିବ, ତା ଆମ୍ବ ଝଡ଼ିଯିବ, ତାକୁ ରକ୍ତ ବାନ୍ତି ହବ। ତୋର ଚୁଟି ପାଚିଲା? ହଁ ଆଜି ବି ଗୋଟେ ଚୁଟି ପାଚି ଯାଇଛି ଦେଖିଲି। ଆମ୍ବ ଝଡ଼ି ଯାଇଛି? ହଁ ଗଛରୁ ସବୁ ଆମ୍ବ ଝଡ଼ି ଯାଇଛି। ରକ୍ତ ବାନ୍ତି ହେଲା ନା? ଛୋଟିଆ ମୁଟିଆ ଚୋରି କଲେ ସବୁ ରକ୍ତ ବାନ୍ତି ହବ ନା? ତା ସୁନା ଗହଣା ଯଦି ଚୋରି କରିଥାନ୍ତି ଛୋଟିଆ ଛୋଟିଆ ଇଏ ହେଇଥାନ୍ତା। କାହିଁକି ତୁ ଗୋବର ଚୋରି କରିକି ତୁ ଏଇ ଅଭିଶାପ ନଉଛୁ? ମୁଁ ତ ଭୁଲ କରୁଛି, କଣ କରିମି ଆଉ, ତାର ଗାଳି ଦଉ।